ପ୍ରେମିକା ବାହାହେଲା ପରେ ପ୍ରେମିକ ଧରମ ଭାଇ ହୋଇ କରୁଥିଲା ଖେଳ। ପ୍ରେମିକକୁ ପ୍ରେମିକାର ଭାଇ ଭଉଣୀ ବାପା ମା ଏମିତିକି ପ୍ରେମିକାର କୁକୁରକୁ ପଟେଇବାକୁ ପଡ଼େ ବୋଲି ମନୋଜ ଶୁଣିଥିଲା। ହେଲେ ନିଜ ପ୍ରେମିକାର ନଣନ୍ଦକୁ ପଟେଇବା କଥା ଶୁଣି ମନୋଜକୁ ଯେତେ ଆଶ୍ଚର୍ଯ୍ୟ ଲାଗୁଥିଲା ତା ଅପେକ୍ଷା ଅଧିକ ଭୟ ଲାଗୁଥିଲା। ମନୋଜର ପୁରୁଣା ପ୍ରେମିକା ସୁମି କହିଲା, ଏମିତି ଛେରୁଆଙ୍କ ଭଳି କ'ଣ ହେଉଛ ମ? ତମେ ପରା ଜଣେ ମଞ୍ଚ ଅଭିନେତା, ବାସ୍ ଖାଲି ଟିକେ ଭଲ ପାଇବାର ଅଭିନୟ କରିବାକୁ ପଡ଼ିବ। ମୋ ନଣନ୍ଦ ରାନୁ ଦେଖିବାକୁ ସୁନ୍ଦର, ହେଲେ ସୁଧୁ ମଫସଲିଆ ଓଲି। ଫଟ୍ କିନା ତୁମ ଜାଲରେ ପଡ଼ିବ ବୋଲି ମୋର ବିଶ୍ୱାସ। ତାପରେ ଆମ ରାସ୍ତା ସଫା। ଫୋନ୍ରେ ଚାପା ହସ ହସୁଥିଲା ସୁମି ଏକ ଖଳନାୟିକା ଭଳି। ରାନୁର ଫଟୋ ସୁମି ହ୍ୱାଟ୍ସଆପ୍ରେ ପଠାଇଥିଲା। ମନ୍ଦ ନୁହେଁ। ମନୋଜ ନିଜ ଶୁଖିଲା ଓଠରେ ଜିଭ ବୁଲାଇ ଆଣିଲା। ପ୍ରେମିକାର ବାହାଘର ଅନ୍ୟ କେଉଁଠି ହୋଇଗଲେ ପ୍ରେମିକର ପରିଚୟ ବଦଳିଯାଏ, ଧରମ ଭାଇ ହୋଇଯାଏ ବୋଲି ପ୍ରଥମ ଥର ଶୁଣିଲା ମନୋଜ। ବୟଫ୍ରେଣ୍ଡ ବା ଗୁଡ୍ ଫ୍ରେଣ୍ଡ ଇତ୍ୟାଦି ପୁରୁଣା ପ୍ରେମିକର ପରିଚୟ ବୋଲି ମନୋଜ ଶୁଣିଥିଲା। ହେଲେ ଧରମ ଭାଇ ସାଉଣ୍ଡଟା କାନକୁ ଜମା ଭଲ ଲାଗୁନଥିଲା। ଏକଦମ ମଫ, ନିହାତି ଗାଉଁଲିଆ। ନିଜ ମୁହଁକୁ ମୋବାଇଲ କ୍ୟାମେରାରେ ଦେଖୁଥିଲା ମନୋଜ। ସତରେ ସେ କ'ଣ ସୁମିର ଧରମ ଭାଇ ଭଳି ଦିଶୁଛି? ପ୍ଲିଜ୍ ମୋତେ ଭୁଲ ବୁଝନା। ମୋ ସୁନାଟା ପରା। ଶ୍ୱଶୁର ଘର ଲୋକ ମୋ ସ୍ୱାମୀଙ୍କୁ ତୁମର କ'ଣ ପରିଚୟ ଦେଇଥାନ୍ତି? ଆଉ ମୋର ଯେଉଁ ଥପରି ନଣନ୍ଦ ଖଣ୍ଡେ ଅଛି ସେ ତ ପୁରା ଗୋଇନ୍ଦା। ତୁମେ ଆସିବ ବୋଲି ଯେମିତି ଶୁଣିଲା ହଜାରେ ପ୍ରଶ୍ନ। ମନୋଜ କହିଲା, ସାଙ୍ଗ ବୋଲି ତ କହିପାରିଥାନ୍ତ। ସୁମି କହିଲା, ଏଇଟା କ'ଣ ଟାଉନ ହୋଇଛି? ସାଙ୍ଗେ ସାଙ୍ଗେ ପଚାରିବେ କେଉଁ ମାଉସୀ, କେଉଁ ମାମୁଙ୍କ ପୁଅ, ଧରା ପଡ଼ିଯିବନି? ଆଉ ସାଙ୍ଗ କହିଲେ ଟିକେ ଅବିଶ୍ୱାସ ନଜରରେ ଦେଖିବେ। ତେଣୁ ତୁମେ ଚକୁଳି ଖାଇ ବିନ୍ଦ ଗଣନା। ପ୍ଲେଟରେ ଚକୁଳି ପିଠା ଓ ମଟର ତରକାରୀ ସାମ୍ନାରେ ଥୋଇଦେଇ କହିଲା ସୁମି। କେମିତି ଗୋଟେ ଦୃଷ୍ଟିରେ ଚାହିଁଲା ମନୋଜ। ମାତ୍ର କିଛି ଦିନ ତଳେ ଚୁମାଚାଟି କୋଳରେ ମୁଣ୍ଡ ରଖି କେତେ ଗପସପ, ହାତ ଧରାଧରି ହୋଇ କେତେ ହସ ଖୁସି। ସିନେମା ହଲ୍ର ସବା ପଛ କ'ଣ ସିଟରେ ବସି ଖିଆଖି ଅଜଗା ସ୍ଥାନକୁ ଛୁଇଁବା, ପାଖରେ ଏକାଠି ବସିବା, ଆଉ ଘରେ କେହି ନଥିଲା ବେଳେ କ'ଣ କ'ଣ ଆଜି ସବୁ ଇତିହାସ ପାଲଟି ଯାଇଛି, ସବୁ ଅତୀତ। ସୁମି ଆଜି ସତରେ ଗୋଟେ ସ୍ୱପ୍ନ ପାଲଟି ଯାଇଛି ମନୋଜ ପାଇଁ। ମନୋଜ ଏକ ଶୁଖିଲା ଦୃଷ୍ଟିରେ ଚାହିଁଲା ସୁମିକୁ। ତୁମେ ଭଲ ଭାବେ ଜାଣିଛ ବାପା ବୋଉଙ୍କର ଜିଦି ଯୋଗୁଁ ମୁଁ ଏଇଠି ବାହା ହେଲି। ତା ଛଡ଼ା ତୁମର ତ ପରମାନେଣ୍ଟ ଚାକିରି ନଥିଲା। ଖାଲି କ'ଣ ପ୍ରେମକୁ ଦେଖି ଝିଅ ଘର ଲୋକ ବାହାଘର ପାଇଁ ରାଜି ହୁଅନ୍ତି? ତା ଛଡ଼ା ଆମ ଦୁହିଁଙ୍କର ଜାତି ବି ବାଧକ ସାଜିଲା। ମନୋଜ କହିଲା, ତୁ ମୋତେ ଆଜି ବି ସେତିକି ଭଲ ପାଉଛୁ? ମୋ ରାଣ, ଚଣ୍ଡୀ ଠାକୁରଙ୍କର ରାଣ ଖାଇ କହ। ପିଠା ଖଣ୍ଡେ ଛିଣ୍ଡେଇ ମନୋଜ ପାଟିରେ ଦେଇ ସୁମି କହିଲା, ତୁମର ମୋ ଉପରେ ବିଶ୍ୱାସ ନାହିଁ? ନହେଲେ ମୋ ସ୍ୱାମୀ ଦୁବାଇ ଗଲା ପରେ ତୁମକୁ କ'ଣ ଫୋନ୍ କରି ଡକାଇଥାନ୍ତି? କିଛି ବୁଝିପାରୁନ? ତୁମର ଏଇ ପିଲାଳିଆମି ଅବୁଝାପଣା ପାଇଁ ମୋତେ ବିରକ୍ତ ଲାଗେ। ଦୁଇ ହାତରେ କୁଣ୍ଢେଇ ଧରିଲା ସୁମିକୁ ମନୋଜ। ଛାଡ଼, କିଏ ଦେଖିଦେବ। ନିଜକୁ ମୁକୁଳେଇ ନେଉ ନେଉ ସୁମି ତଥାପି କାହିଁକି କେଜାଣି ମନୋଜ ଉପରେ ଆଉଜି ପଡ଼ିଲା ସୁମି। ମନୋଜଟା ପୁରା ରାଣ୍ଡୁଆ। ଝିଅର ଇଚ୍ଛା ଅନୁସାରେ ମନ ଓ ଦେହ ସହ ସୁନ୍ଦର ଭାବେ ଖେଳିପାରେ। ମୋଟାମୋଟି ଭାବେ ଗୋଟେ ଗୋଲୁ ପାଗଳ। ଆଉ ବିଶ୍ୱାସ ପ୍ରେମିକ, ଯାହାକୁ ପ୍ରେମିକା ନିଜ ଆଙ୍ଗୁଠିରେ ନଚାଇପାରେ, ଯେମିତି ସୁମି ନଚାଉଛି ମନୋଜକୁ। ରୁମ୍ ଭିତରକୁ ହଠାତ୍ ପଶି ଆସିଲା ରାନୁ, ସୁମିର ନଣନ୍ଦ। ମନୋଜ ଭାଇ, କଫି ନିଅନ୍ତୁ, ନିଜ ହାତରେ ବନାଇଛି। ଆଚ୍ଛା, ଆପଣ ଜଣେ ଭଲ କଳାକାର ବୋଲି ଭାଉଜ କହୁଥିଲେ। ଆକାଶବାଣୀରେ, ଷ୍ଟେଜରେ ନାଟକ ବି କରନ୍ତି। ଟିଭି କି ସିନେମାରେ ଟ୍ରାଏ କରୁନାହାନ୍ତି? କିଛିରେ ବି ଅଭିନୟ କରିଛନ୍ତି? ରାନୁ, ତୁମେ ସରୋଜ ଭାଇଙ୍କ ପାଖରେ ଟିକେ ବସ। ସିଏ ଯିବାକୁ ବାହାରିଲେଣି। ମୁଁ ରୋଷେଇ ଦେଖି ଆସୁଛି। ଲଞ୍ଚ ନ କରି କେମିତି ଯିବେ? ରାନୁ ଓ ସୁମିର ମୁହଁକୁ ଚାହିଁ ପୁଣି କଫି ପିଇବାରେ ଲାଗିଲା ମନୋଜ। ସୁମି ଚାଲିଗଲା। ମନୋଜ ଦେଖୁଥିଲା ରାନୁଙ୍କୁ। ଟଣା ଟଣା ଆଖି, ଗୋଲ ମୁହଁ ଭଳି ଶସ୍ତା ପରଫ୍ୟୁମ୍ ବାସ୍ନା ଭାସି ଆସୁଥିଲା। ରାନୁ କହିଲା, ପିଠା କେମିତି ହୋଇଛି? ମୁଁ ବନାଇଛି। ଆରେ ବାଃ, ତମେ ତ ରୋଷେଇରେ ପୁରା ଏକ୍ସପର୍ଟ। ସୁମି ଠାରୁ ଢେର ଭଲ ରାନ୍ଧୁଛ। ରାନୁ କହିଲା, ଭାଉଜ କ'ଣ ଆପଣଙ୍କୁ ରାକ୍ଷୀ ବାନ୍ଧନ୍ତି? ଆପଣଙ୍କର ନିଜ ଭଉଣୀ କେହି ନାହାନ୍ତି? ପିଠା ଖଣ୍ଡେ ତଣ୍ଟିରେ ଅଟକିଗଲା ମନୋଜର। ସୁମି ତାକୁ ଯାହା ଶିଖାଇଥିଲା ସେମିତି ଉତ୍ତର ଦେଇ ମନୋଜ, ତୁମ ଭଏସ୍ ଭାରି ସୁନ୍ଦର, ଶେଷରେ ବ୍ରହ୍ମାସ୍ତ୍ର ପ୍ରୟୋଗ କଲା। ତୁମ ଚେହେରା କେତେ ସୁନ୍ଦର। କେବେ ଟିଭିରେ ଅଡ଼ିସନ୍ ଦେଉନା? ଲାଜେଇ ଯାଇ ଉଠି ପଳାଇବା ପୂର୍ବରୁ ରାନୁ କହିଲା, ମିଛ କହୁଛନ୍ତି। ସତରେ କ'ଣ ମୁଁ ଏତେ ସୁନ୍ଦର? ମନୋଜ ଜାଣିଲା ତୀର ଠିକ୍ ଜାଗାରେ ଲାଗିଛି। ମନୋଜ ଟିକେ ଅନ୍ୟମନସ୍କ ହୋଇପଡ଼ୁଥିଲା। ରାନୁ ଏବେ ବାରମ୍ବାର ଫୋନ୍ କରୁଛି। ଘଣ୍ଟା ଘଣ୍ଟା ଧରି ଉଭୟ କଥା ହେଉଛନ୍ତି।
ମନୋଜ ବି କାହିଁକି କେଜାଣି ଅନେଇ ବସିଛି ରାନୁର ଫୋନ୍କୁ। ସୁମି ଫୋନରେ ପଚାରେ, ତୁମେ ସତ ସତିକା ସେ ଟୋକି ପ୍ରେମରେ ପଡ଼ିଯାଇନ ତ? ସେ ତ ସବୁବେଳେ ତୁମ ନାଁ ଗାଉଛି। କଥା ବାଆଁରେଇ ଦିଏ ମନୋଜ। କହେ, ଆରେ ବାବା, ତମେ ପରା ନିଜେ କହିଥିଲ ଅଭିନୟ କରିବାକୁ। ମନୋଜ ଏବେ ଧରମ ଭାଇ ଓ ଏବେ ଆଉ ଗୋଟେ ଭୂମିକାରେ ଅଭିନୟ କରୁଥିଲା। ସୁମିର ରାନୁର ପ୍ରେମିକ। ଏଣିକି ସେ ରାନୁ ପାଇଁ ଡ୍ରେସ୍ ଆଣୁଥିଲା। କଥାବାର୍ତ୍ତାରେ ରାନୁ ମନରେ ବିଶ୍ୱାସ ଜନ୍ମାଉଥିଲା, ସତେ ଯେମିତି ତା ବିନା ସେ ଆଉ ବଞ୍ଚିପାରିବ ନାହିଁ। ସେଇଦିନ ସୁମି ପ୍ରସ୍ତାବ ରଖିଲା, ଚାଲ ଆମେ ଦୁହେଁ କୁଆଡ଼େ ପଳାଇବା। ଆଉ ମୁଁ ଏଇ ଘରେ ଅନ୍ୟ କାହାର ସ୍ତ୍ରୀ ହୋଇ ରହିବାର ଅଭିନୟ କରିପାରିବିନି। ଚମିକି ପଡ଼ି ମନୋଜ କହିଲା, କୁଆଡ଼େ ପଳାଇବା? ଯେଉଁଠିକି ହେଉ ପଳାଇବା। ଘର ଲୋକ ଖୋଜି ଚୁପଚାପ ରହିବେ। ମୁଁ ତ ନିଜ ଇଚ୍ଛାରେ ତୁମ ସହ ଯିବି। ସାଙ୍ଗରେ ମୋର ଓ ଶାଶୁ ରଖିଥିବା ନଣନ୍ଦର ଗହଣା ସବୁ ନେଇଯିବି। କିଛି ଦିନ ଚଳିବା ପାଇଁ ଅସୁବିଧା ହେବନି। ତା ଭିତରେ ତୁମକୁ ଚାକିରି ତ ମିଳିଯିବ। ଦିନ ତୁମେ ଠିକ୍ କର, ମୁଁ ରେଡ଼ି ଅଛି। କିଛି ଉତ୍ତର ନ ଦେଇ ଚାଲି ଆସିଲା ମନୋଜ। ସେଇଦିନ ମୋଟର ସାଇକେଲ ପାଖରେ ଅନ୍ଧାରରେ ଠିଆ ହୋଇ ଆଖି ପୋଛୁଥିଲା ରାନୁ। ତମେ ସତରେ ମୋତେ ଭଲ ପାଅ ମନୋଜ ଭାଇ? ନା ମୋ ସହ ବି ଅଭିନୟ କରୁଛ? କି ଦୋଷ କରିଥିଲି ମୁଁ? ଦୌଡ଼ି ଚାଲିଗଲା ରାନୁ। ବୋକାଙ୍କ ଭଳି ଠିଆ ହୋଇଥିଲା ମନୋଜ। ରାନୁ କ'ଣ ସେମାନଙ୍କ କଥା ଶୁଣିଦେଇ ନିଜକୁ ଦୋଷୀ ଦୋଷୀ ଭଳି ଲାଗୁଥିଲା ମନୋଜକୁ। ଅନ୍ଧାର ଭିତରେ ରାନୁ ପୁଣି ଥରେ ଫେରିଆସି ମନୋଜ ହାତରେ ଗୋଟେ ପ୍ୟାକେଟ୍ ଧରାଇ ଦେଇ ପଚାରିଲା, ତମେ ଏଇ ଗହଣା ଲୋଭରେ ଏଠାକୁ ଆସିଛ? ଯେଉଁଠି ଆଣିଥିଲ ସେଇଠି ଆଗେ ରଖିଦେଇ ଆସ। ଗୋଟେ ସତ କଥା କହିବାର ଅଛି ତୁମକୁ। ଅବିଶ୍ୱାସ ଭରା ଚାହାଣୀରେ ଅନାଇଲା ରାନୁ। ଘର ଭିତରକୁ ଯାଇ ଫେରି ଆସିଲା ସରୋଜ ପାଖକୁ। କ'ଣ କହିବ? ମନୋଜ ରାନୁଙ୍କୁ ଭିଡ଼ି ନେଲା ନିଜ ଛାତିକୁ। ଆଉ ନିଜ ନିଜ ଓଠ ଥାପି ଦେଇ ରାନୁର କମ୍ପିତ ଅଧୀରରେ ମନୋଜ ଦେଖୁଥିଲା ଫାଙ୍କ ଦେଇ ଏକ ଘୃଣା ଭାବର ଚାହାଣୀ। ସୁମିର ଝରକା ଫାଙ୍କରେ ସେଇ ଅନ୍ଧାର ଭିତରେ ମୋଟର ସାଇକେଲ ଷ୍ଟାର୍ଟ ହେବାର ଶବ୍ଦ ଶୁଣିଥିଲା ସୁମି। ସେଇଦିନ ମନୋଜ ସୁମିକୁ ପ୍ରସ୍ତାବ ଦେଲା, ଚାଲ ଆମେ ଦୁହେଁ ପଳାଇବା ଓ ମନ୍ଦିରରେ ବାହା ହୋଇଯିବା। ମୁଁ ବି ସେଇଆ ଭାବୁଛି। ସ୍ୱାମୀ ହିସାବରେ ଅଭି ଏକଦମ ଅଗାଡ଼ି। ସ୍ତ୍ରୀକୁ ସୁଖ ଦେବାରେ ସେ ଅକ୍ଷମ। ସାରା ଜୀବନ କିଏ ପଡ଼ି ରହିବ ଏମିତି ଲୋକ ପାଖରେ? ଆମ ଘରେ ବି ମୁଁ ଇସାରାରେ କହିଛି, ହେଲେ ବୋଉ କହୁଛି ଅପେକ୍ଷା କର, ସବୁ ଠିକ୍ ହୋଇଯିବ। ଡାକ୍ତର ଦେଖା ସ୍ୱାମୀକୁ ଅଧିକ ଭଲ ପାଏ ମାଇଫୁଟ୍। ମୁଁ ଖାଲି ମଉକା ଖୋଜୁଛି। ମନୋଜ ସେଥିପାଇଁ ମୋ ନଣନ୍ଦକୁ ଥୋପା ବନାଇଛି। ମନୋଜ କହିଲା, ତୁମେ ମୋ ସହିତ ଲୁଚି ପଳାଇବ, ତେବେ ରାନୁକୁ ଭିତରେ ପୁରାଇଛ କାହିଁକି? ସୁମି କହିଲା, ଦେଖ, ଏବେ ମାସେ ଯାଏଁ ତମେ ମୋତେ ବା ରାନୁକୁ ଜମା ମୋବାଇଲରେ ଫୋନ୍ କରିବନି। କାରଣ ପୋଲିସ ଆଗେ ମୋବାଇଲ କଲ୍ ଚେକ୍ କରୁଛି। ମାସେ ପରେ ଏ କାମ ହେବ। ନିଜ ପ୍ଲାନ୍ ବିଷୟରେ ମନୋଜକୁ ସବୁ କହିଲା ସୁମି। ଆଶ୍ଚର୍ଯ୍ୟ ହୋଇଗଲା ମନୋଜ। ନିଜ ଛାତି ଆଡ଼କୁ ଟାଣି ଆଣି ଗୋଟିଏ କିସ୍ ଦେଲା। ସୁମି ରାନୁକୁ କହିଲା, ତୁମେ ମୋ ଭାଇକୁ କ'ଣ କଲ ଯେ ଖାଲି ତୁମ ନାଁ ଘଷି ହେଉଛି? ମୁଁ ଠିକ୍ ଜାଣିଥିଲି ସେ ଏଠାକୁ ଖାସ୍ ତୁମ ପାଇଁ ହିଁ ଆସୁଛି, ବିଭିନ୍ନ ବାହାନା ଦେଖାଇ। ଭାରି ବଢ଼ିଆ ପିଲା। ଘରେ ଗୋଟିଏ ପୁଅ। ପ୍ରସ୍ତାବ ପକେଇବି କି? ମୋତେ ସତ କହିଲ, ତୁମେ ପ୍ରେମ କର ନା ନାହିଁ? ରାନୁ କହିଲା, ମୁଁ ଆଉ କ'ଣ କହିବି? ମୋ ପ୍ରେମ କାହାଣୀ ତୁମକୁ କ'ଣ ଅଜଣା? ହେଲେ ତାକୁ କ'ଣ ଝିଅ ଅଭାବ ଥିବ ଟାଉନରେ? ତା ଛଡ଼ା ଆମ ଘରେ କ'ଣ ରାଜି ହେବେ? ତାଙ୍କ କାଷ୍ଟ ପରା ଅଲଗା। ଓହୋ, ରାନୁ, ଆଜିକାଲିକା ଝିଅ ହୋଇ ତୁମେ ଜାତି ଅଜାତି ବାରୁଛ। କେତେ ହ୍ୟାଣ୍ଡସମ୍ ଓ ଟ୍ୟାଲେଣ୍ଟେଡ଼ ଦେଖିଛ ତ? ସେଥିରେ ପୁଣି ଗୋଟିଏ ପୁଅ। ଯଦି ତୁମେ ରାଜି, ତେବେ ଚୁପକିନା ଲୁଚିକି ପଳାଅ। କୋର୍ଟ କିମ୍ବା ମନ୍ଦିରରେ ମ୍ୟାରେଜ୍ କରିନିଅ। ବାସ୍ କିଛି ଦିନ ଟିକେ ଅଭିମାନ ରହିବ, ତାପରେ ବେଳେ ବୁଝିଯିବେ ବାପା ବୋଉ। ଏକ ଭାବନା ଚାହାଣୀରେ ଅନାଇଥିଲା ରାନୁ। ଦେଖ ରାନୁ, ଡରିଲେ ପ୍ରେମ କରିହୁଏ ନା। ସାହସ କର ଟିକେ। ବିଶ୍ୱାସ ଜମେଇବା ପାଇଁ ପୁଣି କହିଲା, ମୋର ଯାହା ଗହଣା ଅଛି ତାହା ତମେ ନେଇଯା। ତେବେ ତୁମ ଦୁହିଁଙ୍କର ଏ କେତେଦିନ ବାହାରେ ରହିବାକୁ ପଡ଼ିବ ତାର ଠିକ୍ ଠିକଣା ନାହିଁ। କାରଣ ମନୋଜଙ୍କ ଘରେ ବି ତୁମକୁ ସାଙ୍ଗେ ସାଙ୍ଗେ ଗ୍ରହଣ କରି ନପାରନ୍ତି। ବୋଉ ତାଙ୍କ ପାଖରେ ତୁମ ବାହାଘର ପାଇଁ ଯେଉଁ ଗହଣା ରଖିଛନ୍ତି ତାକୁ ବି ତୁମେ ସାଙ୍ଗରେ ନେଇଯା। ଚାବି କେଉଁଠି ରଖନ୍ତି ତୁମକୁ ତ ଜଣାଥିବ। ରାନୁର ଆଖିରେ ଖେଳୁଥିଲା ଅନେକ ସ୍ୱପ୍ନର ଢେଉ। ସୁମି ମୁହଁକୁ ଦେଖି ମୁରୁକି ହସିଦେଲା। ସେଇଦିନ ରାତିରେ ସବୁ ପ୍ଲାନ୍ ହୋଇଯାଇଥିଲା। ରାନୁ ଲୁଚାଇ ନେଇ ଆସିଥିବା ଗହଣା ସବୁ ଦେଖି ସୁମିର ଆଖି ଖୁସି ହୋଇଗଲା। ବୁଢ଼ୀ ଏତେ ଗହଣା ଲୁଚାଇକି ରଖିଥିଲା, ଅଥଚ ତାକୁ ଗୋଟିଏ ପତଳା ଚେନ୍ ଓ ଦୁଇପଟ ଚୁଡ଼ି। ଏବେ ପାନେ ବୁଢ଼ୀ। ମନେ ମନେ ଖୁସି ହୋଇଥିଲା ସୁମି। ରାନୁ କହୁଥିଲା, ଭାଉଜ, ମୋତେ ଭାରି ଡର ମାଡ଼ୁଛି। ମୋ ପାଇଁ ମନୋଜ ଭାଇ ହଇରାଣ ହେବେନି ତ? ଜମା ନୁହେଁ। ଏଇ ବ୍ୟାଗରେ ସବୁ ଗହଣା ଓ ଟଙ୍କା ରଖିଦେ। ହୁସିଆର ହୋଇ ରଖିବୁ, ବରଂ ମନୋଜକୁ ଦେଇଦେବୁ।
ଟ୍ରେନରେ ଚୋରଚାରି କଥା। ଅନ୍ଧାର ଭିତରେ ରାନୁ ବାହାରି ଯାଇଥିଲା। ଗାଁ ମୁଣ୍ଡ ବରଗଛ ପାଖରେ ମନୋଜ ଅପେକ୍ଷା କରିଛି ମୋଟର ସାଇକେଲରେ ସିଧା କଟକ ଷ୍ଟେସନ। ସେଠୁ ଟ୍ରେନ୍ ଆଉ ପ୍ଲାନ୍ ଅନୁସାରେ ରାନୁଙ୍କୁ ଚକମା ଦେଇ ଖସିବାର ପାଳି ମନୋଜର। ସୁମି ନିଜେ ରେଡ଼ି ହେଉଥିଲା। ସକାଳୁ ଶାଶୁ ଶ୍ୱଶୁରଙ୍କ ଆଗରେ ମିଛ କାନ୍ଦଣା କାନ୍ଦିବାକୁ ପଡ଼ିବ। ତା ଗହଣା ଟଙ୍କା ରାନୁ ନେଇ ଘରୁ ପଳାଇଛି ବୋଲି। ବାସ୍ ସକାଳ କେମିତି ହେବ? ଫୋନ୍ ଶବ୍ଦରେ ଚମକି ପଡ଼ିଲା ସୁମି। କିଏ କରିଥିବ ଫୋନ୍? ମନୋଜ ଓ ରାନୁକୁ ତ ଫୋନ୍ କରିବାକୁ ମନା କରିଥିଲି। ରାନୁ ମୋବାଇଲ ଫୋନ୍ଟା କାଳେ ଟ୍ରାକ୍ ହେବ ସେଥିପାଇଁ ରଖିଦେଇଛି ସୁମି ଧରା ନ ପଡ଼ିବା ପାଇଁ। ଲ୍ୟାଣ୍ଡଲାଇନ୍ରୁ ମନୋଜର ଫୋନ୍। ତୁମକୁ ମନା କରିଥିଲି ନା ଫୋନ୍ କରିବାକୁ? ଟ୍ରେନ୍ରେ ବସିଲ? ରାନୁ ଯେମିତି କିଛି ସନ୍ଦେହ ନ କରେ। ରାନୁ ନେଇଥିବା ହ୍ୟାଣ୍ଡବ୍ୟାଗ୍ଟା ଯେମିତି ହେଉ ଆଣିବାକୁ ଭୁଲିବନି। ଛେନାଗୁଡ଼ ବ୍ୟାଗ୍। ତୁମ ନଣନ୍ଦ ଗୋଟେ ବଡ଼ ଖିଲାଡ଼ି। ତା ଆଗରୁ ଗୋଟେ ବଦମାସ ଗୁଣ୍ଡା ବୟଫ୍ରେଣ୍ଡ ଅଛି ବୋଲି ତମେ ତ ମୋତେ କେବେ କହିନଥିଲ। ସେ ଦୁହେଁ ମୋତେ ମାରି ମୋ ମୋଟର ସାଇକେଲ ଓ ମୋବାଇଲ ନେଇ ପଳାଇଛନ୍ତି। ସାଥିରେ ସେ ବ୍ୟାଗ୍ଟା ବି। ଫୋନ୍ଟା କାଟି ଦେଇଥିଲା ମନୋଜ। ସ୍ୱପ୍ନ ଆଖିରେ ନାଚି ଯାଉଥିଲା ନଣନ୍ଦର ସରଳ ମୁହଁଟା। ମିଛ କାନ୍ଦଣା ଭିତରେ ଆଖିରୁ ସତସତିକା ଲୁହ ବାହାରି ଆସିଥିଲା। କାହାଣୀଟି କେମିତି ଲାଗିଲା ଜଣାଇବାକୁ ଭୁଲିବେନି। ଯଦି ଭଲ ଲାଗିଥିବ ନିଶ୍ଚୟ କମେଣ୍ଟ ସେୟାର କରିବେ।